ମୁଁ ଯାତ୍ରା ମହାବଳ ସଞ୍ଜୟ ଭୋଳ ମୁଁ ଆଜି ଫାଷ୍ଟ ଟାଇମ୍ ଆପଣମାନଙ୍କ ପାଖକୁ ଗୋଟେ ବାର୍ତ୍ତା ନେଇ ଆସିଛି। ଏ ବାର୍ତ୍ତା ବହୁତ ଦୁଃଖର ବାର୍ତ୍ତା ଯେ ଆପଣମାନେ ଜାଣିଥିବେ ଓଡ଼ିଶାର ଜଣେ ନାମୀ ଦାମୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୁଁ ବହୁତ ଭଲ ପାଏ। ଏ ବର୍ଷ ଯେ ଯାତ୍ରା ସୁନ୍ଦରୀ ରାଜନନ୍ଦିନୀର ରାବଣ ନାଟକର ଗୀତ ଗାଇଥିଲେ। ମ୍ୟୁଜିକ୍ ଡିରେକ୍ଟର ଥିଲେ ଶ୍ରୀଯୁକ୍ତ ମିହିର ମହାନ୍ତି, ଲିରିକ୍ସ ଥିଲେ ଶ୍ରୀଯୁକ୍ତ ନିଗମ ମିଶ୍ର। ତେଣୁ 5 ମାସ ଭିତରେ ରାବଣ ନାଟକର ଯେଉଁ ଗୀତଟି ସେ ଗାଇଥିଲେ, ଟାଇଟେଲ ସଙ୍ଗ, ଲଭ୍ ସଙ୍ଗ, ଏତେ ହାର୍ଟ ଟଚ୍ ହେଇଥିଲା ଯେ ଦର୍ଶକଙ୍କ ମନକୁ ପୁରା ମୁଗ୍ଧ କରି ରଖିଥିଲା। ଆସନ୍ତାକାଲି ଯେତେବେଳେ ମୁଁ ଖବର ପାଇଲି ଯେ ସେ ଆଉ ଆମ ଗହଣରେ ନାହାନ୍ତି, ଭାରି ମନଟା ଦୁଃଖ ହେଲା। କାହିଁକିନା ରାବଣ ନାଟକର ଟାଇଟେଲ ପରେ ମୁଁ ନେକ୍ସଟ 26-27 ପାଇଁ ଗୋଟେ ନୂଆ ଟାଇଟେଲ ସଂଗ୍ରହ କରିଥିଲି ଯେ ଯମରାଜ। ରାବଣ ନାଟକ ପରେ ଯମରାଜର ବି ଗୀତ ସେ ଗାଇଥାନ୍ତେ। ଯାହାକି ସେ ଯେତେବେଳେ ଶୁଣିଲି ଫେସବୁକରେ କି ମିଡ଼ିଆ ମାଧ୍ୟମରେ ଯଦି ଜାଣିଲି ଯେ ହ୍ୟୁମାନ ସାଗର ଆମମାନଙ୍କୁ ଛାଡ଼ି ବହୁତ ଦୂରକୁ ଚାଲିଗଲେ, ତେଣୁ ସେଇଥିପାଇଁ ମନଟା ମୋର ଭାରି ଦୁଃଖ ହେଲା। ଅଫସୋସ ରହିଗଲା ଯେ ମୋ ଜୀବନର ଯେ ଯମରାଜ ନାଟକର ଯମରାଜ ନାଟକର ଯେ ଗୀତଟା ଗାଇଥାନ୍ତେ। ଯାହା ହଉ ଭଗବାନଙ୍କର ଇଏ ହେଉଛି ଦୟା, ଆମେ କିଛି ନୁହଁ, ସୃଷ୍ଟିକର୍ତ୍ତା ସିଏ, ପ୍ରାଣକର୍ତ୍ତା ସିଏ ପଠେଇଥିଲେ, ନେଇଗଲେ। ତେଣୁ ଆମେ ମାତ୍ର ଆପଣମାନଙ୍କ ସମ୍ମୁଖରେ କେବଳ ଛାଇ ହେଇଅଛୁ, ଚାଲିଗଲୁ। ଯେମିତି ଦିନ ରାତି ସୂର୍ଯ୍ୟ ଦେବତାଙ୍କର ତାପ, ସକାଳ ହେଲେ ଖରା, ରାତି ହେଲେ ଅନ୍ଧାର, ବାସେୟା। ତେଣୁ କଳାକାର ଜନ୍ମ ହେଇଛି ଆମେ ସତ, ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ମୁଗ୍ଧ କରୁଛୁ ସତ, କିନ୍ତୁ ଏଇ ଯୋଉ ବିଦାୟ ନେଇ ଯାଉଛନ୍ତି ଜଣେ ଜଣେ, ଇଏ ହେଉଛି ଅଭୁଲା ସ୍ମୃତି। ଏ ସ୍ମୃତି ହୁଏତ ଜୀବନରେ ଆଉ କାହା ଭାଗ୍ୟରେ ଆସିବ ନ ଆସିବ, ସେଇଟା ବଡ଼ କଥା ନୁହଁ, କିନ୍ତୁ